ସାର୍ ଯେଉଁ କେନ୍ଦ୍ରାପଡ଼ା ଭିଡ଼ିଓ ଆପଣ ଗୋଟେ ଦେଇଥିଲେ ଅଭିଯୋଗ ପତ୍ର, ତାପରେ ସାର୍ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାଣି ସେ ଯେଉଁ ସାମ୍ବାଦିକଙ୍କ ବିଷୟରେ କହୁଥିଲେ? ଗୋଟେ ପିଟିସନଟେ ଦେଇଥିଲେ, କମ୍ପ୍ଲେନ୍ ପିଟିସନଟେ ଆମେ ତାକୁ DIPRକୁ ଦେଇଥିଲୁ। କ'ଣ ଆକ୍ଚୁଆଲି ଦେଖିବେ, ତାକୁ ଭେରିଫାଇ କରିବେ କ'ଣ ତାଙ୍କର ସେ ଯେଉଁ ମ୍ୟାଟର ଲେଖିଛନ୍ତି, ତାର କଣ୍ଟେଣ୍ଟ କ'ଣ ଅଛି, DIPRକୁ ଆମେ ଦେଇଥିଲୁ ଦେଖିବା ପାଇଁ। ସାର୍ ଅଭିଯୋଗ ଆଣୁଛନ୍ତି ତାଙ୍କର ମାନହାନି ହେଲା ବାକି ଅପମାନ ସୂଚକ ଶବ୍ଦ ବ୍ୟବହାର କରାଯାଇଛି, ଯେଉଁଟାକି ଅନପାର୍ଲିଆମେଣ୍ଟାରୀ, ଏଇଟା ଭାଉଲେଟ୍ କରୁଛି ମିଡ଼ିଆ ଏଥିକ୍ସଟା। ଆମକୁ DIPR ଆଉ କିଛି ଜଣେଇ ନାହାନ୍ତି। ତାପରେ DIPR ଆକ୍ଚୁଆଲି ତାକୁ ଡିଟେଲ୍ ଭେରିଫାଇ କରିକି ଆମକୁ କହିବା କଥା, ସେ କିଛି କହିନାହାନ୍ତି। ଆମେ ସେ କହିଲା ପରେ ଆମେ ତାପରେ ଯାହା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସାର୍ ଆପଣ ହେଉଛନ୍ତି ସାର୍ OS ସଂଘର ସଭାପତି, ଜଣେ ମହିଳା ଅଧିକାରୀ କି ଏଭଳି ଆଚରଣ ଯେଉଁ କରାଯାଉଛି? ନାଇଁ, OS ସଂଘ କଥା କହିଲେ ସଂଘକୁ ସେ ଜଣେଇ ନାହାନ୍ତି ଆନୁଷ୍ଠାନିକ ଭାବେ। I am the president of the district association, OS association. She has not intimated to the OS association as a president. ସଂଘକୁ ନ ଜଣେଇଲେ କିଏ କ'ଣ ସଂଘ ହେଇପାରିବ? ସଂଘକୁ ଜଣେଇବ ନା। ସାର୍ ଜିଲ୍ଲାପାଳଙ୍କ ହିସାବରେ ସେ ଆପଣଙ୍କୁ ଜଣେଇଛନ୍ତି, ଆଉ ସେଇଟା ତ ଅଫିସିଆଲ ମ୍ୟାଟର। ଆମେ ଦେଇଛୁ, DIPRକୁ ଦେଇଛୁ। DIPR କ'ଣ କରିବେ ସାର୍? ତାଙ୍କର ସେ ଭେରିଫାଇ କରିବେ ହ୍ୱାଟ୍ ଇଜ୍ ଦ କଣ୍ଟେଣ୍ଟ ଅଫ୍ ତାର କ'ଣ ଜିନିଷ ସେ ଲେଖିଛନ୍ତି, ଦେଖିବେ ସେଟା ଜିନିଷଟା କ'ଣ ହେଇଛି କ'ଣ ନାହିଁ। ଫ୍ୟାକ୍ଟ କଲେ ତାପରେ ସେ ପୁଟଅପ୍ କରିନାହାନ୍ତି ଆମକୁ। ସାର୍ କେତେ ଦିନ ଲାଗିବ ସାର୍ ଏତ? ଆରେ ସେ ତ ଭେରିଫାଇ କରି ପଠେଇ ନାହାନ୍ତି ଆମକୁ, ପୁଟଅପ୍ କରିନାହାନ୍ତି। ଆମେ ଆଉ କହିବୁ କ'ଣ କେତେ ନାହିଁ? ସେ ଦେଇଥାନ୍ତେ ନା ଡିଟେଲ୍ସ, ତାଙ୍କ ଭ୍ୟୁ ମତାମତ ଯେ ଏଇଆ ହେଇଛି କ'ଣ ହେଇଛି କ'ଣ ନାହିଁ, ସେ କହିଥାନ୍ତେ ନା DIPR ଆମକୁ।